ଦେଖନ୍ତୁ ସରକାର ଯେତେ ଠିକ୍ ଚାଲିଲେ ବି ବିରୋଧୀ କହିବେ। ଆମେ ଯୋଗାଣ ମନ୍ତ୍ରୀକୁ ଭେଟିଥିଲୁ, ଦେଖା କଲୁ, ଚାଷୀଙ୍କର ସମସ୍ୟାକୁ ନେଇକରି କଥା ମଧ୍ୟ ହେଲୁ। ନିଶ୍ଚିତ ଭାବରେ ଯୋଗାଣ ମନ୍ତ୍ରୀ ଯାହା କହିଲେ ଏବଂ ଯେଉଁଭଳିଆ ତଥ୍ୟ ରଖିଲେ, ଚାଷୀକୁ କୌଣସି ପ୍ରକାର ଟୋକନ୍ ଦେବାରେ, ରେଜିଷ୍ଟ୍ରେସନ କରିବାରେ ଏବଂ ଚାଷୀଙ୍କର ଉନ୍ନତିରେ କୌଣସି ପ୍ରକାର ବାଧାବିଘ୍ନ ହେବ ନାହିଁ। ଆଉ ଚାଷୀଙ୍କର ସମସ୍ୟା ସର୍ବପ୍ରଥମ ଦେଶର ସମସ୍ୟା। ଚାଷୀ ହେଉଛି ଦେଶର ମେରୁଦଣ୍ଡ। ଚାଷୀକୁ ତାଙ୍କର ସମସ୍ୟା ଦୂର କରାଯିବ, ଚାଷୀଙ୍କର ଯେଉଁଭଳି ବିକାଶ ହେବ ସେଇଭଳି ଚାଷୀଙ୍କର ପ୍ରତି ଧ୍ୟାନ ଦେବା ପାଇଁ ସେ କଥା ଦେଇ ସାରିଛନ୍ତି। କିନ୍ତୁ ପଞ୍ଜୀକରଣ ସମୟ ଅବଧି ସରିଯାଉଛି, 31 ତାରିଖ ସୁଦ୍ଧା ଶେଷ ହୋଇଯିବ। ତା ପୂର୍ବରୁ କେତେ ଶୀଘ୍ର କରାଯିବ? ନିଶ୍ଚିତ ଭାବରେ ପଞ୍ଜୀକରଣ ସମୟ ଅଗଷ୍ଟ 31 ପର୍ଯ୍ୟନ୍ତ ଅଛି। ଆଉ ଅଗଷ୍ଟ 31 ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ସମସ୍ତ ଚାଷୀଙ୍କୁ ସୁଯୋଗ ଦିଆଯିବ ଏବଂ ସବେ ଯେମିତି ରେଜିଷ୍ଟ୍ରେସନ କରିପାରିବେ, ଗତ ବର୍ଷ ଯେଉଁଭଳି କରିଥିଲେ ତାହାରୁ ଅଧିକ କରିପାରିବେ, ତା ପ୍ରତି ଧ୍ୟାନ ଦେଇଛନ୍ତି। ଏଭଳି ଏମିତି କିଛି ନାହିଁ। ନିଶ୍ଚିତ ଭାବରେ ଚାଷୀର ଫାयଦା ଆଉ ଚାଷୀର ଉନ୍ନତି ହିଁ ଦେଶର ଉନ୍ନତି। ଚାଷୀକୁ ଉନ୍ନତି ପଥରେ ନେଇଯିବା ପାଇଁ ସରକାର ସବୁ ପଦକ୍ଷେପ ନେବେ। ସମୟସୀମା ବୃଦ୍ଧି କରାଯିବାର ସମ୍ଭାବନା ରହିଛି କି? ନିଶ୍ଚିତ ଭାବରେ ଏବେ ତ ସମୟ ଅଛି, ଅଧା ମାସ ଯାଇନାହିଁ। ଆଜି 11 ତାରିଖ ହଉଛି, ଆହୁରି 20 ଦିନ ବାକି ଅଛି। 20 ଦିନ ଭିତରେ ନିଶ୍ଚିତ ଭାବରେ ଚାଷୀ ସମ୍ପୂର୍ଣ୍ଣ ଭାବରେ ତାଙ୍କର ପଞ୍ଜୀକରଣ ସଫଳତାର ସହିତ କରିପାରିବେ।